ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ସ୍ତ୍ରୀ ଅକ୍ଷରର ଅର୍ଥ ଜାଣିବା। ତାପରେ ଅସଲ ସୁନ୍ଦରତାର ରହସ୍ୟ। ତାପରେ ନିରାଟ ସତ୍ୟ କଥା ସବୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକି ନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ଶୁଣିବା ସ୍ତ୍ରୀ ଅକ୍ଷରର ଅର୍ଥ କ'ଣ? ଗୃହର ମଣି ହେତୁ ସେ ଗୃହିଣୀ। ଧର୍ମ କାର୍ଯ୍ୟରେ ଯୋଗାଯୋଗ କରୁଥିବାରୁ ସେ ସହଧର୍ମିଣୀ। ସ୍ୱାମୀକୁ ପତନରୁ ଉଦ୍ଧାର କରୁଥିବାରୁ ସେ ହେଉଛି ପତ୍ନୀ। ମହିୟସୀ ବାଲା ହୋଇଥିବାରୁ ସେ ମହିଳା। ଗୃହର କାନ୍ତା ବା ସୌନ୍ଦର୍ଯ୍ୟ ହୋଇଥିବାରୁ ସେ କାନ୍ତା। ଅରି ବା ଶତ୍ରୁନାଶ କରିବାର ଶକ୍ତି ଥିବାରୁ ସେ ନାରୀ। ଦୁଇ କୁଳର ହିତ ସାଧନ କରୁଥିବାରୁ ସେ ଦୁହିତା। କୁଳକୁ ଧନ୍ୟ କରୁଥିବାରୁ ସେ କନ୍ୟା। ଗୃହର ଭାର ସମ୍ଭାଳୁଥିବାରୁ ସେ ଭାର୍ଯ୍ୟା। ସଂସାରକୁ ସୁନ୍ଦର କରୁଥିବାରୁ ସେ ସ୍ୱରୂପା। ଗୃହର ସ୍ଥିତି ସ୍ଥିର ରଖୁଥିବାରୁ ସେ ସ୍ତ୍ରୀ। ମାଟି ଓ ଆକାଶ ପରି ହୋଇଥିବାରୁ ସେ ମା'। ବିପଦରୁ ଉଦ୍ଧାର କରୁଥିବାରୁ ସେ ବୋଉ। ଗୃହକୁ ପ୍ରମାଦ ମୁକ୍ତ ରଖୁଥିବାରୁ ସେ ପ୍ରମୋଦା। ପରିବାରର ଶୀର୍ଷ ଅର୍ଥାତ୍ ମସ୍ତକ ପରି ହୋଇଥିବାରୁ ସେ ମହନୀୟ। ଚାଲନ୍ତୁ ଏବେ ଶୁଣିବା ସୁନ୍ଦରତାର ରହସ୍ୟ। ଦେହ ମୁହଁକୁ ସମସ୍ତେ ସୁନ୍ଦର କୁହନ୍ତି। ସତରେ କ'ଣ ସୁନ୍ଦରତା ଶରୀରରେ ଲୁଚି ରହିଥାଏ? ଯଦି ସୁନ୍ଦରତା ଶରୀରରେ ଥାନ୍ତା ତାହେଲେ ମଲା ପରେ କାହିଁକି ଏହି ଦେହକୁ ଛୁଇଁବାକୁ ବି ଲୋକ ଘୃଣା କରନ୍ତି? ଥରେ ଚମଡ଼ା ଉତାରି ଦେଖ ଦେହ ଭିତରେ କ'ଣ ଅଛି? ହାଡ଼, ମାଂସ, ରକ୍ତ, ରୋଗ, ମଳ, ମୂତ୍ର ହିଁ ବାହାରିବ। ତାହେଲେ ଶରୀର କେମିତି ସୁନ୍ଦର ହେଲା? ଶରୀରର ସୁନ୍ଦରତା ନଥାଏ। ଅସଲ ସୁନ୍ଦରତା ଲୁଚି ରହିଥାଏ ମଣିଷର ବ୍ୟବହାର, କଥାବାର୍ତ୍ତା, ଚାଲିଚଳନ, ଚରିତ୍ର ଓ ସଂସ୍କାରରେ। ଭଲ ମଣିଷଟିଏ ହିଁ ଦୁନିଆର ସବୁଠୁ ସୁନ୍ଦର ବ୍ୟକ୍ତି। ଚାଲନ୍ତୁ ଶୁଣିବା ଏବେ ନିରାଟ ସତ୍ୟ କଥା ସବୁ। ଝଗଡ଼ା ତ ସବୁ ସମ୍ପର୍କରେ ଥାଏ। ହେଲେ ଝଗଡ଼ା ପରେ ଜିଦ୍ ପକାଇ ରହିବା ଉଚିତ ନୁହେଁ। ଭଲ ସମ୍ପର୍କ ତିଆରି କରିବାକୁ ଯୁଗ ଯୁଗ ଲାଗିଥାଏ। କିନ୍ତୁ ଭାଙ୍ଗିବାକୁ ଗୋଟେ ମିନିଟ୍ ଲାଗେନି। ଝଗଡ଼ା ପରେ ଆଉ ଥରେ ମିଶିଗଲେ ସବୁ ସମସ୍ୟାର ସମାଧାନ ହୋଇଯାଏ। ବନ୍ଧୁତା ସବୁବେଳେ କୃଷ୍ଣ ସୁଦାମାଙ୍କ ପରି କରନ୍ତୁ ଆଉ ପ୍ରେମ ରାଧାକୃଷ୍ଣଙ୍କ ପରି। କୃଷ୍ଣ ସୁଦାମାଙ୍କ ବନ୍ଧୁତା ବେଳେ ସର୍ତ୍ତ ନଥିଲା ଓ ରାଧାକୃଷ୍ଣଙ୍କ ପ୍ରେମରେ କେବେ ସ୍ୱାର୍ଥ ନଥିଲା। ଯେଉଁ ସମ୍ପର୍କରେ ସ୍ୱାର୍ଥ ବା ସର୍ତ୍ତ ନଥାଏ ସେ ସମ୍ପର୍କ ଚିରକାଳ ପାଇଁ ଅମର ହୋଇ ରହିଯାଏ। ଧନୀ କହୁଛି ଭାଗ୍ୟ ଖରାପ, ଗରିବ କହୁଛି ଭାଗ୍ୟ ଖରାପ, ସୁଖ କହୁଛି ଭାଗ୍ୟ ଖରାପ, ଦୁଃଖ ବି କହୁଛି ଭାଗ୍ୟ ଖରାପ। ଦିନେ ଭାଗ୍ୟକୁ ଜଣେ ପଚାରିଲା, ସତରେ କ'ଣ ତୁ ଏତେ ଖରାପ? ଭାଗ୍ୟ କହିଲା, ମୋ ଭାଗ୍ୟ ଖରାପ। ଏଠି ମଣିଷ ନିଜ କର୍ମଫଳ ଭୋଗୁଛି କିନ୍ତୁ ଦୋଷ ମୋତେ ଦେଉଛି। ମଣିଷ ତିନି ପ୍ରକାରର ହୋଇଥାନ୍ତି। ପ୍ରଥମେ ଦୁର୍ବଳ ମଣିଷ ପ୍ରତିଶୋଧ ନେଇଥାଏ। ଦ୍ୱିତୀୟରେ ସାହସୀ ମଣିଷ କ୍ଷମା କରି ଦେଇଥାଏ। ତୃତୀୟରେ ବୁଦ୍ଧିମାନ ମଣିଷ ଅଣଦେଖା କରି ଦେଇଥାଏ। ସଫଳତାର ହାସଲ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ କିନ୍ତୁ କେବେ ବି ଗର୍ବ କରନ୍ତୁ ନାହିଁ। କାରଣ ଗୋଟିଏ ବୃକ୍ଷରେ ଲକ୍ଷ ଲକ୍ଷ ଦିଆସିଲି ତିଆରି କରାଯାଏ କିନ୍ତୁ ଗୋଟିଏ ଦିଆସିଲି କାଠିରେ ଲକ୍ଷ ଲକ୍ଷ ବୃକ୍ଷକୁ ଜାଲିବାର କ୍ଷମତା ରହିଥାଏ। ପୃଥିବୀରେ ଏମିତି କୌଣସି ଲୋକ ନାହିଁ ଯାହାର ସମସ୍ୟା ନାହିଁ ଆଉ ଏମିତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ନାହିଁ। ଆଜିକାଲି କପଡ଼ା ଛୋଟ ହୋଇଗଲା,
ଲଜ୍ଜା କୁଆଡ଼ୁ ଆସିବ? ରୁଟି ଛୋଟ ହୋଇଗଲା, ବ୍ରେଡ୍ କୁଆଡ଼ୁ ଆସିବ? ଫୁଲ ହୋଇଗଲା ପ୍ଲାଷ୍ଟିକର, ବାସ୍ନା କୁଆଡ଼ୁ ଆସିବ? ଚେହେରା ହୋଇଗଲା ମେକଅପ୍ର, ସୁନ୍ଦରତା କେଉଁଠୁ ଆସିବ? ଶିକ୍ଷକ ହୋଇଗଲେ ଟ୍ୟୁସନର, ବିଦ୍ୟା କୁଆଡ଼ୁ ଆସିବ? ଭୋଜନ ହୋଇଗଲା ହୋଟେଲର, ଭଲ କୁଆଡ଼ୁ ଆସିବ? ପ୍ରୋଗ୍ରାମ ହେଉଛି କେବୁଲର, ସଂସ୍କାର କୁଆଡ଼ୁ ଆସିବ? ମଣିଷ ହୋଇଗଲା ଟଙ୍କାର, ଦୟା କୁଆଡ଼ୁ ଆସିବ? ମିଠା ଶବ୍ଦ ହିଁ ମଣିଷର ଦର୍ପଣ ଅଟେ। ଚେହେରାର କ'ଣ ଅଛି? ସେ ତ ସମୟ ଅନୁସାରେ ବଦଳିଯାଏ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓମ୍ ସାଇରାମ, ଜୟ ସାଇରାମ।